ବର୍ତ୍ତମାନ ଦେଖାଯାଉଛି ମ୍ୟାଡ଼ାମ ପ୍ରତି ସାହି ପ୍ରତି ଗ୍ରାମରେ ମନ୍ଦିର ଛତୁ ଫୁଟିଲା ବେଳେ ଗଢ଼ି ଉଠୁଛି। ତଥାପି ଲୋକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ବୃଦ୍ଧି ପାଉନି, ଅଧୋଗାମୀ ହେଉଛି। ସର୍ବଶେଷରେ ଏଇ ଅଧୋଗାମୀ ସମାଜ ପ୍ରତି ବାର୍ତ୍ତା କ'ଣ ରହିବ? ଆଜି ନୁହେଁ, ବହୁ ଅତୀତରୁ ବହୁ ପ୍ରାଚୀନ କାଳରୁ ମଧ୍ୟ ରାଜା ମହାରାଜା ମାନେ ମନ୍ଦିର ତୋଳିଥିଲେ, ପୁଷ୍କରିଣୀ ଖନନ କରିଥିଲେ, ଏଇଥିପାଇଁ ଯେ ଲୋକମାନଙ୍କର ଆଧ୍ୟାତ୍ମିକ ଉନ୍ନତି ହେବ ଏବଂ ସମାଜରେ ଶାନ୍ତି ପ୍ରତିଷ୍ଠା ହେବ। କିନ୍ତୁ ଦେଖାଯାଉଛି ବର୍ତ୍ତମାନ ମଧ୍ୟ ସେହି ଭାବ ନେଇ ବହୁ ବ୍ୟକ୍ତି ଯେ ଧନାଢ୍ୟ ବ୍ୟକ୍ତି ମାନେ ମନ୍ଦିର କରୁଛନ୍ତି, କେହି କେହି ସମ୍ମିଳିତ ଭାବରେ ଗୋଟେ ଗୋଟେ ମନ୍ଦିର କରୁଛନ୍ତି। ଯେ ହନୁମାନ ମନ୍ଦିର ଠାରୁ ଆରମ୍ଭ କରି ଶ୍ରୀ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ଯେ ଗ୍ରାମ ଦେବତୀ ଯେତେ ଗ୍ରାମ ଦେବତୀ ଥିଲେ ସେମାନଙ୍କର ମନ୍ଦିର ମଧ୍ୟ ଗଢ଼ା ହୋଇ ସାରିଲାଣି। ତଥାପି ମନ୍ଦିର ତ ଗଢ଼ିଦେଲେ ହେବ ନାହିଁ। ମନ୍ଦିର ସହିତ ଯେଉଁ ସଂଶ୍ଳିଷ୍ଟ ଆମେମାନେ ସମସ୍ତେ ଯେ ସାହିରେ ବସବାସ କରୁଛନ୍ତି, ସେ ସନ୍ତାନ ମାନେ, ସେ ପୁଅ ଝିଅ ମାନେ ସମସ୍ତଙ୍କୁ ଆମେ ସେଥିରେ ସମ୍ପୃକ୍ତି କରାଇବା ଦରକାର। ଯେ ସନ୍ଧ୍ୟାରେ ହେଉ ବା ଭଲ ଭଲ ଦିନମାନଙ୍କରେ ହେଉ ସେମାନେ ଭଜନ କୀର୍ତ୍ତନ କରିବେ ଏବଂ ପ୍ରତ୍ୟେକ ଦିନ ଯଦି ସନ୍ଧ୍ୟାରେ ସମସ୍ତେ ଏକଜୁଟ ହୁଅନ୍ତି ଭଲ। ଯଦି ବିଦ୍ୟାರ್ಥୀ ମାନେ ଗାଧୋଇକି ଯାଉଛନ୍ତି ସେ ମନ୍ଦିରରେ ଟିକେ ମୁଣ୍ଡିଆ ମାରିକି ଯିବା ଭଲ। ପ୍ରକୃତରେ ପ୍ରଣାମର ପରିଣାମ ଏତେ ମହାନ, ସେ କଥା ବର୍ଣ୍ଣନା କରିହେବନି। ତେଣୁ ଈଶ୍ୱର ଆମ ଭାରତୀୟ ଧର୍ମଧାରାରେ ଯେ ପଥର ମଧ୍ୟରେ, ମୃତ୍ତିକା ମଧ୍ୟରେ, ଫଟୋ ମଧ୍ୟରେ ଯେ ଭଗବାନ ବିଦ୍ୟମାନ ବିଶ୍ୱାସ ରହିଛି। ବିଶ୍ୱାସ ମିଳଇ ହରି ତର୍କେ ବହୁ ଦୂର। ତେଣୁ ସେ ବିଶ୍ୱାସ ଟିକକ ରଖିବା ଦରକାର। ଏ ପ୍ରଭୁ ମତେ ମୋର ସମସ୍ତ ସାଧନାକୁ ସିଦ୍ଧିରେ ପ୍ରଦାନ କରିବେ, ଏଇ ବିଶ୍ୱାସ ନେଇ ଆମେ ସମସ୍ତେ ମନ୍ଦିର ଗଢ଼ିଥାଉ। କିନ୍ତୁ କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଅଛନ୍ତି ଯେ ମନ୍ଦିରକୁ ପ୍ରବେଶ କରିବା ପାଇଁ ସମସ୍ତଙ୍କୁ ସୁଯୋଗ ଦିଅନ୍ତିନି। ମନ୍ଦିରରେ ସମସ୍ତ କାମ କରିବା ପାଇଁ ଯେ କିଏ ଖରିକି ଦେଲା, ଓଳେଇ ଦେଲା, ତ କିଏ ପୋଛି ଦେଲା, କିଏ ପାଣି ଦେଲା, କିଏ ଫୁଲ ଦେଲା, ବିଭିନ୍ନ ପ୍ରକାର କାର୍ଯ୍ୟରେ ସମସ୍ତଙ୍କର ସମ୍ପୃକ୍ତି ରହିଲେ ସମସ୍ତେ ଭାବିବେ ଏ ମନ୍ଦିର ହେଉଛି ଆମର, ଏଠି ଉନ୍ନତି ହେବା ଦରକାର, ଏ ପରିଷ୍କାର ପରିଚ୍ଛନ୍ନ ରହିବା ଦରକାର, ଏ ଭୂମିକୁ ଆମେ ସମସ୍ତେ ପ୍ରଣାମ କରିବା ଦରକାର। ଏଇ ଯୋଉ ସମାଜ ଯୋଉ ଗଠନ କରାହେଇଛି, ପ୍ରକୃତରେ ବ୍ୟାସଦେବଙ୍କୁ ଯେତେବେଳେ ସର୍ବଶେଷରେ ପ୍ରଶ୍ନ କରାଗଲା ଯେ ଆପଣ ଏତେ ଚାରି ବେଦ, ଅଷ୍ଟାଦଶ ପୁରାଣ, ଯେ ସଂହିତା, ଉପନିଷଦ ସବୁ ଲେଖିଛନ୍ତି, ଏଗୁଡିକ ତ ସବୁ ଆମ ଜୀବନ କାଳ ମଧ୍ୟରେ ପଢି ବୁଝିବା ସମ୍ଭବ ନୁହେଁ, ଆମକୁ ଅତି ସଂକ୍ଷିପ୍ତ ଭାବରେ କୁହନ୍ତୁ। ମହର୍ଷି ବ୍ୟାସଦେବ କହିଥିଲେ ଅଷ୍ଟାଦଶ ପୁରାଣେଷୁ ବ୍ୟାସସ୍ୟ ବଚନଂ ଦ୍ୱୟଂ ପରୋପକାର ସ୍ୱର୍ଗାୟ ପାପାୟ ପରପୀଡ଼ନମ୍। ଅଷ୍ଟାଦଶ ପୁରାଣର ସାର ମର୍ମ ହେଲା ଯେ ପରୋପକାର ସ୍ୱର୍ଗାୟ ପାପାୟ ପରପୀଡ଼ନମ୍। ପରୋପକାର ଯେ ସ୍ୱର୍ଗକୁ ଯିବାର ଲକ୍ଷଣ ଆମ ଧର୍ମରେ ଅଛି, ସ୍ୱର୍ଗ ନର୍କ ବୋଲି ଅଛି। ତେଣୁ ସ୍ୱର୍ଗ ହେଉଛି ଯେ କି ମୃତ୍ୟୁ ପରେ ଜନ୍ମ ଅଛି, ଜାତ ସେହି ଧ୍ରୁବ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତସ୍ୟ ଚ ତସ୍ମାତ୍ ପରିହାର୍ଯ୍ୟ ଅର୍ଥେ ନତଂ ଶୋଚିତୁଂ ମହର୍ଷି। ଜନ୍ମ ହୋଇଲେ ଦିନେ ମରି, ଏ ଦେହ ଦିନା ଦୁଇ ଚାରି। ତେଣୁ ଜନ୍ମ ହେଲେ ଯଦି ମୃତ୍ୟୁ ସୁନିଶ୍ଚିତ, ତେବେ ଜନ୍ମ ମୃତ୍ୟୁର ମଧ୍ୟକାଳୀନ ଯୋଉ ଜୀବନ ଅଛି, ସେ ଜୀବନକୁ ଦେହକୁ ସାଧନ ଭାବରେ ମାନି ସମସ୍ତ ସତ୍କର୍ମ, ସମସ୍ତ ଭଲ କର୍ମ ବା ସମସ୍ତଙ୍କର ଉପକାର, ସମସ୍ତଙ୍କର ହିତ ଚିନ୍ତା କରି ନିଜ ଜୀବନକୁ ଉତ୍ସର୍ଗୀକୃତ ଭାବରେ ବଞ୍ଚିବା ପାଇଁ ମୁଁ ସମସ୍ତଙ୍କୁ, ମୋର ସାରା ଓଡ଼ିଶାବାସୀଙ୍କୁ ନିବେଦନ କରୁଛି ଏହି ଟିଭି ମାଧ୍ୟମରେ।